ये प्रताप केते तू जाने न पिया केबे बाघ केबे हरिण को छाड़ी देवा देखी भोगिला अजगर ता शिकार को केबे छाड़ी देवा देखी ए साप केबे बेंगु को धइला भइला छाड़ी तू तो होचु मोर शिकार तू तो छाड़ी देबी जेमति कइलु प्रताप ता केते तू जाने न पिया सुनसान निरोला जगह केही नाती केही भी देखि परिबेनी हेलो दीपजी प्रभु बागुड़ी खेल खेलिबा मारी में कौन ओढ़े न जे तू तक नहीं खेल खेलिबो तू मत जानिनो नारी होती जय जगरी भगवान श्री नारी भक्त भी कोई करे तू मते ध्वंस करिबो महाभारत कहानी सुन छबिया तू যদি ମୋ କଥାରେ ରାଜି ହବ ନା ମୁଁ ତତେ ମହାଭାରତର ସେ ଦୁଶାସନ ସାଜି ତୋ ଭଳି ସୁନ୍ଦରୀ ଝିଅର ବସ୍ତ୍ର ହରଣ କରିବି ବସ୍ତ୍ର ହରଣ ନିଶ୍ଚୟ ଛାଡ଼ିଦେବି ହେଲେ ବସ୍ତ୍ର ହରଣ କରିସାରିବା ପରେ ନା अरे तुम लोग सच्चा खाने ना मुंह तुमसे तो थक्का हाँ ठीक है तू संजय ये बोल ओके और अर्जुन फोन बोला बोल बस यार से पिलाटा किए बापा माने मो अरे भूत तो पचारछे से पिलाटा किए जा से केटी गप सब करू त सुबुनी बापा पिला को पिला बापा ए जा से गप सब करथुनी से पिलाटा पचारछी बापा ती होचुदी मो क्लासमेट प्रताप पाठशाला अरे से भक्ति परमानंद पाठशाला रो पुरो तो हाँ बापा बहुत भलो बापा से मते बाहाबा में कथा देछंती हाँ बापा मो भी ताको बहुत भलो पाए ए बा तू छोटा पिला दुनिया को भलो मत जब विचार करबा जानी ए दुनिया को भलो भाबरे चिन्हि रे हेले बु बे संसार को भलो भाबरे चिन्हि आबे हेलो सुखिला भक्त और सेबारे हेले भयंकर झड़ रे बा भयंकर झड़ थरे आसिले ए सुखिला पत्तर अवस्था कोन हो तू जानि छु पापा पापा तुम एमिति कोन कहउछ ମୁଁ ଠିକ କହୁଛି ମୁଁ ହେଉଛି ଗୋଟେ ବେଗୁଡ଼ିଆ ଚାକରଟା ଆଉ ସେମାନେ ହଉଛନ୍ତି କୋଟି ତାକୁ ଉପର ଚେହେରାଟା ଭିତର ଚେହେରାଟା ସେଇଆ ଏ ବା ତତେ ଏଡ଼େ କିଏ କରିଛି ପାଣି ପୋଷି ବଢ଼ିସା ତୋର ମଙ୍ଗଳ ଚାହେଁ ବା କେତେବେଳେ ବି ତ ଅମଙ୍ଗଳ ଚାହେଁ ହେଲେ ଉଡ଼ା ଚଢ଼େଇକୁ ଭରସା କରେ तो हरी जीवु रे बा सांघातिक भाବରେ हरी जीवु सेठी भाई बुतते कहते कि तू बरम से प्रताप को भूली जा नहीं बापा तो प्रताप को देबे भी भूली परिबे केबे भी नहीं बापा ए प्रिया तू काहे के भूली परिबुनी कौन पर भूली परिबुनी पापा तमे ताको भूल बुझे बापा तो प्रताप को बाहर तमे को खुशी हो बोली तमे को दुख शांति किछि नहीं चाहे बापा ए बात तू एमिति कोन कहू जे पापा सत्य कहू बापा प्रताप बहुत भलो पापा तमे जो स्नेह ममता दे मते भलो कहूछ मो से स्नेह ममता दे कहूछ बापा प्रताप को भूली जे पई तमे कोन से दिन मते बाध्य करिबो ए बा तमे भी नहीं बापा Oh
তবে অলি অঞ্চଳରେ ମୁଁ ତମ ହାତରେ କଞ୍ଜିକି ବୁଝି ତମେ ବୁଝି ଯାଉଥିଲ ତମେ ତ ବଡ଼ ପିଲା ହେଇଗଲଣି ବଡ଼ ପିଲା ହେଇଗଲଣି ହେ ଭଗବାନ ମୁଁ ତୁମକୁ ପ୍ରାର୍ଥନା କରୁଛି ପ୍ରଭୁ ମୋ ପୂର୍ଣ୍ଣିମାର ମଙ୍ଗଳ କର ପ୍ରଭୁ ମୋ ପୂର୍ଣ୍ଣିମାର ମଙ୍ଗଳ କର ମୋ ପୂର୍ଣ୍ଣିମାର ମଙ୍ଗଳ হ্যালো যোগ্যতা স্পিকিং ভারত উপরে আক্রমণ করেছি পাকিস্তানের সঙ্গে চলছে আমি তো যুদ্ধ নিশ্চয় আমার বড় যুদ্ধ রক্তের সংঘর্ষ আমার গোলাবাজ তো ঢুক ଚାକର ମାଲିକ ମାଲିକ ଚାକର ଏଠି କେହି କାହାର ଚାକର ନୁହନ୍ତି କି କେହି କାହାର ମାଲିକ ନୁହନ୍ତି ମାଲିକ ହଉଛି ସେ ଜଣେ ସେ ଉପର ବାଲା ବିଶ୍ୱାସ କରୁଛୁ ବଡ଼ ବାବୁ ମୁଁ ଆପଣଙ୍କ ଅବଦାନକୁ ଏ ପର୍ଯ୍ୟନ୍ତ ବି ବଞ୍ଚି ରଖିଛି ସବୁବେଳେ ଆପଣଙ୍କୁ ଖୋଜୁଛି ଦୀର୍ଘ 20 ବର୍ଷ ଧରି ଖୋଜୁଛି ଏଇଠି ମୁଁ ତାକୁ ବଞ୍ଚି ରଖି ପାଠ ସାଠ ପଢ଼େଇ ବଡ଼ ଘରେ ବାହା କରିବାକୁ ମୁଁ ଭାବିଛି ଆପଣଙ୍କ ଅବଦାନକୁ ଦେଇଦେଲେ ମୋର ଛୁଟି ବଡ଼ ବାବୁ ଚାଲନ୍ତୁ ମୁଁ ଆପଣଙ୍କ ଅବଦାନକୁ ଆପଣଙ୍କୁ ଦେଇଦେଇ ବଡ଼ ବାବୁ ଚାଲନ୍ତୁ ଇତିହାସର ପୁସ୍ତକ ଓଲଟଉଛ ବନ୍ଧୁ ଠକିଯିବ ତମେ ପୃଷ୍ଠାକୁ ଭୁଲି ଯାଇ ଭବିଷ୍ୟତରେ ହାତ ଧରି ଚାଲିବା ଶିଖ ସେଇଥିରେ ବି ଭଲ ଆସୁଛି ବନ୍ଧୁ ନମସ୍କାର ପାଗଳ ସକେଇ ଦେଲ ବଡ଼ ବାବୁ ତାକୁ ପାଗଳ ସକେଇ ପ୍ରଭୁ ବର୍ଷା ଏ ମା ବର୍ଷା ବର୍ଷା ଝିଅକୁ ଦେଖିଛ କି ଝିଅ ହଁ ମୋ ଝିଅ ବର୍ଷା କଲେଜ ଯାଇ ତ ଏ ଯାଇ ଘରକୁ ଫେରି ନାହିଁ ମନଟା ଖାଲି ଗୋଳେଇ କାଟି ହେଉଛି ତ ବାପା ମନ କ'ଣ କହିବି ହଁ ବାପା ମନ ତ ସେଥିପାଇଁ ଗୋଳେଇ କାଟି ହେଉଥିବ ହେଲେ ବାବୁ ତମ ଝିଅକୁ ମୁଁ ଦେଖିନି ବାବୁ ଯଦି କରିଛ ଭଲ କିରି ଖୋଜ ଏଠି ବି ଥାଇପାରେ ବାବୁ ଝିଅଟାକୁ କିଛି ନ କହିଲେ ତା ମୁହଁଟା ବହୁତ ପଡ଼ିଗଲାଣି ସିଏ ଆଜି ଘରକୁ ଫେରୁ ମୁଁ ତାକୁ ଆଜି ଶାସନ କରିବି ଶାସନ ଆଜି ସିଏ ଦେଖିବ ତା ବାପାର ଶାସନଟା କେତେ କଠୋର ଆସୁ ସିଏ
ठीक कौची सारे ए जगदीशी महापात्र मरिनी बंचिची ବଞ୍ଚିଛି हाँ ତମ ମୁଣ୍ଡଟା କ'ଣ ଖରାପ ହେଇଯାଇଛି ଆରେ ମଲା ରହୁଛ ନା କେମିତି ବଞ୍ଚିବ ଜଗଦୀଶ ମହାପାତ୍ରର ମଲା ଖବରଟା ମୁଁ ନିଜେ ଥାନାରେ ରୁଜୁ କରି ଆସିଛି ତମ ମୁଣ୍ଡ ଖରାପ ହେଇଯାଇଛି ନବରଙ୍ଗ ତମେ ଭୁଲ ଦେଖିଛ ନାଇଁ ସାରେ ମୁଁ ମୁଣ୍ଡ ପୁରା ଠିକ ଅଛି ମୁଁ ପୁରା ଠିକ ଦେଖିଛି ସେଇଟା ବଞ୍ଚିଛି হ্যাঁ ମୁଁ ସେ ଜଗଦୀଶୀ ମହାପାତ୍ରଟାକୁ ଚିହ୍ନିନି ତାହେଲେ ଜଗଦୀଶ ମହାପାତ୍ର ବଞ୍ଚିଛି ହଁ ବାଘା ତାମାନେ ତୁ ସେଦିନ ମୋତେ ମିଛ କହିଥିଲୁ ମିଛ କହିନା ମାଲିକ ସେଇ ମାଲିକ ମୋତେ ଜାଣିଲା ସେଦିନ ସେ ଜଗଦୀଶ ମହାପାତ୍ରଟାକୁ ମୋ ଶାଢ଼ୀରେ ଫିନିଶ କରିଦେଇ ଶୁଆଇ ଦେଇ ଆସିଥିଲି କୌଣସିଟା ବାଜି ନଥବ ସେ ଛୁଆଟା ବଞ୍ଚି ଯାଇଥବ ଜଗଦୀଶ ମହାପାତ୍ର ଆଉ ବଞ୍ଚିବନି ସେଇଟା ବଞ୍ଚି ରହିଲେ ମୋ ମନ୍ତ୍ରୀ ତା ପଦ ପାଇଁ ବିପଦ ଯେତେ ଶୀଘ୍ର ବଞ୍ଚୁ ଜଗଦୀଶ ମହାପାତ୍ରଟାକୁ ଫିନିଶ କରିଦେ ନାଇଁ ମାଲେ ମୁଁ ଆଉ ସେ କାମ କରୁନି ଅନେକ ଦିନ ହେଲା ସେ କାମ ମୁଁ ଛାଡ଼ି ଦେଇଛୁ କିନ୍ତୁ କାହିଁକି କାରଣ ମୁଁ ଦୁନିଆରେ ଗୋଟେ ଭଲ ମଣିଷ ହୋଇ ବଞ୍ଚି ରହିବାକୁ ଚାହେଁ କ'ଣ କଲା ସେ ମରର ଆସାମୀ ବାଘା ଗୁଣ୍ଡା କହୁଛି ଏ ଦୁନିଆରେ ଭଲ ମଣିଷ ଭଲ ମଣିଷ ହୋଇ ବଞ୍ଚି ରହିବାକୁ ଚାହେଁ ଏମିତି ଦେଖୁନା ବଞ୍ଚିବ କାହାକୁ କ'ଣ କହୁଛୁ ଜାଣିପାରୁଛୁ ତ ଆମେ ଜାଣିଛେ ଭଲ ଭାବରେ ଜାଣିଛେ କହୁଛି କୋଟିପତି ପରମାନନ୍ଦ ପାଠଶାଳୀ କହୁଛି ନେତା ମନ୍ତ୍ରୀ ପରମାନନ୍ଦ ପାଠଶାଳୀ ଆମେ ତାକୁ କୋଟିପତି କରି ନେତା ମନ୍ତ୍ରୀ ଆସନରେ ବସାଇଥିବା ଲୋକଟା ଏହି ବାଘା ଗୋଟେ ଭୟଙ୍କର ଆଡମ୍ବ ନିଆଁ ଲଗାଇବାକୁ ଚେଷ୍ଟା କଲେ ତମର ସତ୍ତା ବି ରହିବ ସାବଧାନ ପରମାନନ୍ଦ ପାଠଶାଳୀ ଆସୁଛି ଜନ୍ତୁ ସାରେ ଆପଣ ସେଥିପାଇଁ ଚିନ୍ତା କରନ୍ତୁନି ସାର୍ ସେ ବାଘା ଗୁଣ୍ଡା କଥା ମୁଁ ବୁଝିବେ ସେ ଛଳାଟାକୁ ଘୋଷାଳି ଆଣି ଥାନା ହାଜର ଭିତରେ ମୁଁ ତାକୁ ଏନକାଉଣ୍ଟର କରି ମାରିବେ ଆଉ ତା ଭିତରେ ରିଭଲ୍ଭ ବଲଟାକୁ ଧରାଇ ଦେଇ ଆଇନ ପାଖରେ ମୁଁ ପ୍ରମାଣ କରିଦେବେ ସେ ନିଜକୁ ନିଜେ ସୁଇସାଇଡ୍ କରିছে ମୋର ବିଶ୍ୱାସ ବର୍ତ୍ତମାନ ବିରୋଧୀ ଦଳ ମୋ ପଛରେ ଛାଇ କରି ଲାଗିଛନ୍ତି ଦେଖିପାଇଁ କାମ କରୁଥିବ ଠିକ୍ ଅଛି ସାର୍ କିନ୍ତୁ ସାର୍ ଆପଣଙ୍କ ପାଇଁ ଗୋଟେ ସିରିୟସ୍ ନ୍ୟୁଜ୍ ଅଛି ସାର୍ ହଁ ସାର୍
ଅଫିସରଟା ଆସିଛେ ସେ ପ୍ରିନ୍ସିପାଲ କଣା ଅଫିସର ସାର୍ ସିଏ ଆପଣଙ୍କ ବୋଉର ମର୍ଡର କେସଟାକୁ ରିଓପନ କରିବାକୁ ଯାଉଛି ସେଥିପାଇଁ ଆପଣ ଟିକେ ସତର୍କ ରହିବେ ନମସ୍କାର প্রিন্সিপাল কড়া অফিসার নবাঙ্গ সে বাস্টারটারে হোম মিনিস্টর পরমানন্দ পাঠশালী পথে হাত মারিবা আগুরু বিদা হেই যাইতিব সারে তার নিয়ম দেই দিয়ন্তু সারে সে কথা পরে নবাঙ্গ আগ যাও সে জগদীশ মহাপাত্রটাকে খোঁজি বাহার করে মতে তুরন্ত খবর দিও হ্যাঁ সারে সে কথা মতে কহিବାକୁ ପଡିବ ମୁଁ ମାଗି ଯିବିନି ଦାଦା ଏଠିକି ଆସିନଥିଲେ ଏ ପାଣ୍ଡବମାନଙ୍କ ବଂଶର ନିଧନ ପାଇଁ ଏ କୁରୁ ଶିବିରରେ କି ସବୁ ମନ୍ତ୍ରଣା ଚାଲିଛି କିନ୍ତୁ ତମେ ଯେତେ ଚେଷ୍ଟା କରୁଛ ଶେଷରେ କିନ୍ତୁ ମହାଭାରତ ଯୁଦ୍ଧରେ ପାଣ୍ଡବମାନଙ୍କ ବିଜୟଟା ସୁନିଶ୍ଚିତ ଆଉ ଶେଷରେ ଯେ ଅତ୍ୟାଚାରୀ ଦୁର୍ଯ୍ୟୋଧନଟା ରକ୍ତ ନଦୀ ସନ୍ତରଣ କରିବ ରକ୍ତ ନଦୀ ମହାଭାରତର କାହାଣୀ ଶୁଣନ୍ତୁ ତୁ ଭୁଲି ଯାଉଛୁ ମୁଁ ତ ଡାକ୍ ପରମାନନ୍ଦ ପାଠଶାଳୀ ହୋମ ମିନିଷ୍ଟର କରି ସେ କଥା ଭଲ ଭାବେ ଜାଣେ ଆଉ ଆପଣଙ୍କ ପରି ଜଣେ ମହାନ ରାଜନେତାର ପୁଅ ହେଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରେ ତମେ ହେଲେ ପାଠ ପଢା ପିଲା ତମେ ପାଠ ପଢାରେ ମନ ନ ଦେଇ କାହିଁ ରାଜନୀତିରେ ମୁଣ୍ଡ ପୁରଉଛ କହିଲ ଓହୋ ତମ ପରିବାର ଅଧା ବେପାର ଠାରୁ ଜାହାଜର ମୂଲ୍ୟ ବୁଝିବା ଉଚିତ ନୁହଁ ୟା ସହିତ ମୋର ପ୍ରଶ୍ନ କଥା ଅଛି ଆଉ ଠିକ ଅଛି ତୁ ତାହେଲେ ଆସୁଛି ସାରେ ଝିଅ କିଏ ଝିଅ ମାନେ ଓ ତୁ ତାହେଲେ ସେଇଆ କହିବୁ ନା ପରିସ୍ଥିତିରେ ପଡ଼ି ମୁଁ ଏ ଝିଅଟାକୁ ମନ୍ଦିରରେ କରି ଆସିଛି ହେଲେ ପ୍ରତାପ ତୁ କ'ଣ ଭାବିଛୁ ଗୋଟେ ଜାତି କୁଳ ଗୋତ୍ର ଝିଅର କିଛି ପରିଚୟ ନଥିବାରୁ ଏ ପାଠଶାଳୀ ବଂଶରେ ମିଶିବା ଆଗରୁ ମୁଁ ତାକୁ ମାଟିରେ ମିଶେଇ ଦେବି ନା এইটা কেবে সম্ভব নয় প্রতাপ ମୁଁ ତାକୁ ବହୁର ସ୍ୱୀକାର ଦେବି ପ୍ରତାପ ତୋର ମନେ ରଖିବା ଉଚିତ ଏ ଆଜିଠୁ ଏ ପାଠଶାଳୀ ବଂଶର ଗୃହଲକ୍ଷ୍ମୀ ଏ ପ୍ରତାପ ଆରେ ତମ ଦି ଜଣଙ୍କର ରିସେପସନଟା ମୁଁ ଖୁବ ଧୁମଧାମରେ କରିବି ଖିଆଲ କରିଛି ଯା ବୋହୁ ମାଙ୍କୁ ନେଇ ଯେତେ ଶୀଘ୍ର ଘର ଭିତରକୁ ଆ ଆରେ ସେ ପରା ମୋର ଗୃହଲକ୍ଷ୍ମୀ ଆ ମୁଁ ଭିତରେ ଅଛି ଯେତେ ଶୀଘ୍ର କେବେ ଅସଲି ସୁନା ମଧ୍ୟ ଯାଉଛି ସେଗୁଡ଼ାକ ସୁନା ପାଣି ପିଆ ବେଙ୍ଗି ପିତ୍ତଳ ବି ହେଇପାରେ ଭାଉଜ ନୂଆ କରି ଘରକୁ ଆସିଛି ସେ ବାଦ ନଗଣୁ ତାକୁ ଭୁଲ ଠିକରେ ଅଙ୍କ କରିଛି ତା ମୁଣ୍ଡ ପୁରା ଅଫ୍ କରିଦେବି ନନସେନ୍ସ ପାଗଳ କୋଠିଆ ଓ ଭାଇ ତୁ ତ ସବୁବେଳେ ବୁଲୁଥିବେ ଆଉ ତୁ କ'ଣ ଜାଣିନୁ ମୁଁ ତତେ କେତେ ଭକ୍ତି କରେ ଆଉ କେତେ ଭଲ ପାଏ ସେଇଥିପାଇଁ ମୁଁ ଭାବୁଥିଲି ତୁ ଭାବୁଥିଲୁ ପୁରାପୁରି ଭାବୁକଟା ଆଉ ଯଦି ତୋ ଭାବନାରେ ପୃଥିବୀଟା ଚାଲିଛି ଆଉ ଆଚ୍ଛା କହିଲୁ କ'ଣ ତୁ ଭାବୁଥିଲୁ କହ ମୁଁ ଭାବୁଥିଲି ତୋ ପରିବାର ଛଅ ଗାଡ଼ି ବ୍ୟାଧର ଜାଳରେ
एमती गोटाए सुना चढ़ई धरा देला केमिति তুমি এই কথা কହୁଛ तम परिवार मफसली गाँव झील हे राज महल के बार आनी रही केवल से कथा ही भाव मो कहना कथा है तमें मो भाई राशि नक्षत्र एसबू बह करते मोर भल होता कौन नहीं भाज ए दुनिया बाट चलने तुम जो हाथटा को धरी देखा जाऊ से बाटटा तुमको केते दूर पर्यंत नहीं जाऊँ ତାକୁ ତ କିଛି ମାଇଣ୍ଡ କରିବ ଏଇଟା ହେଉଛି ଆମ ଘରର ଗୋଟେ କାମ MBA ପାସ୍ କରି କିଛି ଚାକିରି ବାକିରି ନ କରି ବାତରା ମାନଙ୍କ ସହିତ ମିଶି ଏମିତି ଛତରାମି କରିବା ତାର ଗୋଟେ ଅଭ୍ୟାସ ଚିନ୍ତା କରନ୍ତୁ ମେଘରୁ ଆସିଗଲେ ମାନେ ଭୁଲ ବାଟକୁ ଯାଉଥିବା ଲୋକଠୁ ମୁଁ ଠିକ ବାଟକୁ ନିଶ୍ଚୟ ନେଇ ଆସିବି ହେ ମୁଁ ଜାଣେ ପ୍ରିୟା ତମେ ନା ସେଥିରେ ନିଶ୍ଚୟ ପାରିବ କାରଣ ତମେ ହେଉଛି ଆମର ଏକ ନମ୍ବର ଘରବାଲି ମାନେ ଲାଲ ଟୁଟୁ ସାଧବ ବୋହୁ
ଲକ୍ଷ୍ମୀ ପ୍ରତିମା ଅଟାଏ ତାହେଲେ ମୋର ନିଶ୍ଚୟ ପସନ୍ଦ ହବ ଯମୁନାଥୀ ଆମେ ଯୌତୁକ ବାବଦରେ ତାଙ୍କୁ କଣ ସବୁ ମାଗିବା ସେ ବିଷୟଟା ଆମ ନିଜ ଭିତରେ ଆଗେ କଥା ହେଇଯିବା କାହିଁକି କଣ କଣ ମାଗିବା ତମେ କହିନ ମୁଁ ତ ତମେ କାହିଁ କହିବନି ଯୌତୁକ କଥା ତମେ ପୁଅର ମା ତମେ ଯୌତୁକ କଥା କହିବ ମୁଁ କହିବି ବୁଝିଲ ବାଦଲ ବାପା ସେଇ ଯୌତୁକ ଆରୁ ଆମର କଣ ମିଳିବ କହିଲ ଆମର ବହୁଟିଏ ଦରକାର ଠିକ କହିଛ ଯମୁନା ଆଉ ବୋଉଟା ଯେମିତି ହଁ ଲକ୍ଷ୍ମୀ ପ୍ରତିମା ହେଇଯିବ କଣ କହୁଛ ବର୍ଷା ବର୍ଷା ଇଏ ହଉଛି ମୋ ବାପା ଆଉ ଇଏ ହଉଛି ମୋ ମା ହ୍ୟାଲୋ ଶ୍ୱଶୁରଜୀ ହ୍ୟାଲୋ ଶାଶୁ ସବୁ ଭଲ ତ ବାଦଲ ହଁ ଇଏ ତମ ବୋଉ ମା ଆଗରୁ ମୁଁ ତାକୁ ଭଲ ପାଉଥିଲି ଆଉ ଆଜି ମନ୍ଦିରରେ ବାହା ହେଇ ଏଠିକି ନେଇ ଆସିଛି ଏଇଟା ଘର ଏଇଟା ହଉଛି ଗୋଟେ ଚିଡ଼ିଆଖାନା ଏଠି ରହିଲେ ମନ ନିଶ୍ୱାସ ହେଇଯିବି ବାହା ହେଇଗଲୁ ଆରେ ମୁଁ ତ ବାପା ଆରେ ତୁ ମତେ ସରସ୍ୱତୀ ପଚାରିଲ ନାହିଁ ତମେ ମୋ ବାପା ଏକଥା ମୁଁ ମନା କରୁନି ହେଲେ ତମକୁ ପଚାରିବାଟା ମୁଁ ଠିକ ଭାବିଲି ସେଇଥିପାଇଁ ପଚାରିଲି ଆରେ ବାଦଲ ଏକଥା ତୁ କେମିତି କହୁଛୁ ଏ ଘର ମଙ୍ଗଳ ପାଗ ହେଲାନି ମଙ୍ଗଳ ହାଣ୍ଡି ବସିଲାନି ମଙ୍ଗଳ ବହୁଏ ବସିଲାନି ତୋ ପାଇଁ ମୁଁ ବନ୍ଦେଇ ଦବ କାନ୍ଦିରେ ବାନ୍ଧିଲିନି ଶାଢ଼ୀ ପଇସା ଲାଗିଲାନି ତୋ ମନକୁ ମନ ବାହା ହେଇଗଲୁ ଆରେ ମୋ କଥା ଛାଡୁ ଯୋଉ ଲୋକଟା ଲୋକେ ଏକାଠି କରି ପାଣି କାଦୁରେ ଘାଣ୍ଟେଇ ତତେ ପୋଲିସ ପୋଷାକ ପିନ୍ଧେଇଥିଲା ସେଇ ଲୋକଟା କଥା ତୁ ଥରେ ଚିନ୍ତା କଲୁନି ସେ ଉପରକୁ ପକେଇଲେ ନିଜ ମୁଣ୍ଡ ଉପରେ ପଡେ ଆରେ ଯେତେ ଯାହା ହେଲେ ପାଦଟା ଆମରି ପୁଅ ବୁଝିଲ ନା ତାହলে ତା ମନକୁ ଯାହା ଆସିବ ସେ ସେଇଆ କରିଯିବ ନା ସେ କଥା ହେଇପାରିବନି ଏ ରଣକାନ୍ତିକୁ ମୁଁ କେବେ ମୋ ଭାବରେ ଗ୍ରହଣ କରିପାରିବିନି ତମେ ମୋତେ ରଣ ଚୋରି ବୋଲି କହୁଛ ତମେ କଣ ଭାବୁଥିଲ ଓଡ଼ିଆ ଘରର ଓଡ଼ିଆଣୀ ବୋହୂ ହାତୀ ଲଙ୍ଗଳ ଓଢ଼ଣା ନାହିଁ ତମ ଘର ଘରେ ବସିଥାନ୍ତି ତମକୁ ପହଞ୍ଚି ଦେଇଥାନ୍ତି ଓହୋ କୁଲ୍ ଡାଉନ୍ କଥା କୁଲ୍ ଡାଉନ୍ ଆରେ ଏମାନଙ୍କ ସହିତ ତମକୁ ଟିକେ ଆଡଜଷ୍ଟ ହେଇ ଚଳିବାକୁ ପଡିବ ତମେ କହୁଛ ଏ ବୁଢ଼ାବୁଢ଼ୀଙ୍କ ନିର୍ଦ୍ଦୋଷରେ ମୁଁ ମାଟି କଣ୍ଢେଇ କରି ଡ୍ୟାନ୍ସ କରିବି ଆରେ It is quite impossible. ଏସବୁ ମୁଁ କେବେ ବି କରିପାରିବି ଏସବୁ ଅସମ୍ଭବ ଆରେ ଶୁଣିଲ ବାଦଲ ସେ କଣ କହୁଛି ଆମେ ଦିଟା ବୁଢ଼ା ବୁଢ଼ୀ ବହୁ ଶାଶୁ ଶ୍ୱଶୁରକୁ କହୁଛେ ବୁଢ଼ା ବୁଢ଼ୀ ଆରେ ଏକଥା ତ କୋଉ ପାଠ ପଢା ବହିରେ ଲେଖା ଅଛି ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର କଣ ତ ବୁଝାଇବ କଣ ବୁଝିବି ଆମେ ଦି ଜଣ ବୁଢ଼ା ବୁଢ଼ୀ ଅଦରକାରୀ ମଣିଷ ବୁଢ଼ା ବୁଢ଼ୀକୁ ବୁଢ଼ା ବୁଢ଼ୀ କହିଥିଲେ କଣ ସେତିକ
ଲାଗିଲା? ଫ୍ୟାଣ୍ଟାଷ୍ଟିକ୍ ରିଏଲି ବର୍ଷା ଘରେ ପାଦ ନ ଦଉନୁ ତମେ ହାଇ ପାୱାର ଡୋଜ୍ ଦେଇ ବାପା ବୋଉ ଦି ଜଣ କେମିତି ଶାସନ କରିବ ମୁଁ ଏଇଟା କେବେ ଭାବିନଥିଲି। ତା ଛଡା ଦି ଜଣଙ୍କୁ ଶାସନ କରିବା ଏକଦମ ଦରକାର। ରାଧବ କଣ କେମିତି କହୁଛ? ଭାବୁଛ ଯମୁନା କଣ ଭାବୁଛ? ଭାବୁଛି ଆଜିକାଲି ଦୁନିଆରେ ପୁଅ ଜନ୍ମ କରିବାଟା ଭୁଲ ନାହିଁ। ସେ ବାପା ମାଆକୁ ପଚାର, ସେମାନଙ୍କର ସ୍ନେହ ମମତା ଲୋକମାନଙ୍କୁ ପଚାର, ଏ ବେଇମାନ ଦୁନିଆର ବେଇମାନ ପୁଅମାନଙ୍କୁ ପଚାର। କେହି ତମ ପ୍ରଶ୍ନର ଉତ୍ତର ଦେଇପାରିବେନି, କାରଣ ସଂସାର ହେଉଛି ଗୋଟେ ଅଚିନ୍ତା ଉତ। ସବୁ ସମାନ, ସେଇଟା ବୋଧେ ଭାଗ୍ୟ ଆଉ କର୍ମ ଫଳ। ବାପା ଆରେ ତମେ ବର୍ଷା କଥାକୁ ସତ ବୋଲି ଭାବିଲ ନା କଣ? ଆରେ ତମ ଦି ଜଣଙ୍କୁ ସରପ୍ରାଇଜ ଦେବା ପାଇଁ ବର୍ଷା ଆଉ ମୁଁ ଗୋଟେ ଏମିତି ଅଭିନୟ କରୁଥିଲି। ହଁ ବାପା ଆଉ ହଁ ବାପା, ହଁ ବୋଉ। ତମ ପୁଅ କଥାରେ ପଡ଼ି ମୋ ଅଭିନୟ ପାଇଁ ମୋତେ କ୍ଷମା କରିଦିଅନ୍ତୁ। ପୋଲିସ ଅଫିସର ହେଇ ମୋ ବୋଉକୁ ଏପରି ଦୁଃଶିକ୍ଷା ତାଙ୍କୁ ସାହସ କଲେ କେମିତି? ଆଉ କରିବୁ ଶୁଣ ପୋଲିସ ଅଫିସର ସେ କଣ ଛୋଟ ପିଲା ହେଇଛି ତମେ ଟାକା ଦଉଛ? ଆଚ୍ଛା ବାବା, ତୁ ବୋଉକୁ ନେଇ ଘର ଭିତରକୁ ଯା, ମୁଁ ବନ୍ଦାପନା କରିବାର ବ୍ୟବସ୍ଥା କରୁଛି। ଏଇ ତମେ ଆଉ କାହିଁ ଖେଳ? ଚାଲ ଚାଲ ମୋ ସାଙ୍ଗରେ ଘର ଭିତରକୁ ଚାଲ। ଆରେ ଚାଲ ମା। ଆଚ୍ଛା ଲକ୍ଷ୍ମୀ ଠାକୁରାଣୀ ଏବେ ବାମ ପାଦ ପକେଇ ଘରକୁ ପ୍ରବେଶ ହଉ। ଏମିତି ଖାଲି ହସୁଛୁ ହସ ଟିକେ ଖାଇଥିଲ ହସିକିନା ଏଗୁলো କାନ୍ଦିନି। ଆଜି ତ ମୋର ସିଏ ଆସିବେ। ସିଏ କିଏ କିଏ ଦିଲ କିଏ ଆସିବ? ଆଜି ମୋର ସିଏ ଆସିବେ, ସେଥିପାଇଁ ଆଜି ବହୁତ ହସୁଛି। ଯୌବନକୁ ବଞ୍ଚି ବଞ୍ଚିବେ, ମୋର ସିଏ ଆସିବେ। ନିଜ ମନରେ ବଂଶୀ ବାଜୁଛି କାହାର ଏତେ ବଡ଼ ସାହସ ତତେ ମୋ ପାଖରୁ ଛଡ଼େଇ ନବ? ମୁଁ ତା ବଂଶୀ ବଚାଇ ଦେବିନି। କୁଞ୍ଜ ବନରେ ବଇଁଶୀ ବାଜିବ, ଆଉ ସିଏ ବି ଆସିବେ। ଏ କୁଞ୍ଜ ବନରେ ବଇଁଶୀ ବାଜିବ, ବଜାନରେ କାନୁ ବଇଁଶୀ ସ୍ୱର।
କେତେରେ ପହଞ୍ଚିଲାଣି ମରିଗଲା କଣ ହେଲା ତୋର ମୋ ଛାତି ବିନ୍ଧୁଛି। ମା ମରୁଛି ନା ଛାତି ଏମିତିଆ ଅଠାଣ ଜାଗା ଦେଖି ବିନ୍ଧୁଛି ତୋର ହେଇଲ ନ ହୋଇ ତୋର ଇଏ ରୋଗ ଥିଲା ଏମିତି ନା ଏଇଠି କଣ ହେଲା ମଲା ତମ ବଢିଆ ବୁଢାକୁ ବାହି ଏଇ ଘରକୁ ଆସିଲି ମୋର ପିଠା ପିନ୍ଧି ଆରମ୍ଭ ହେଇଗଲାଣି। ମୁଁ କାହିଁକି ରହିବ ବା ଏଇ ତମେ କିଛି ଗୋଟେ କର। ଟିକେ କାଠେଇ ଯା ମୁଁ ଏଇନା ଡାକ୍ତର ଯାଉଛି ଡାକ୍ତର ପାଖକୁ ଯାଉଛି ଗୋଟେ ନିଲା ଚିଠିଟା ବସିକା ନେଇ ବୁଢା ତୁ କଣ ଜାଣିବୁ ମୋ ପ୍ରେମକୁ ଭଲ କରିବା ପାଇଁ ତୋ ପାଖେ କଣ ଔଷଧ ଅଛି? ତୁ କଣ ମନେ କଥା ବୁଝି ପଡିବୁ ମନେ ପଡିଲାଣି ସତେ ପୁଣି ସିଏ ମତେ ମନେ ରଖିଥିବେ ମତେ ଭୁଲିଯିବେ। স্বপ্ন নহিল ডার্লিং সত্যটা কি তো নিশা ভাই তো ভিতরକୁ ଯିବା କିଛି ଦରକାର ନାହିଁ ଚାଲ ଏମିତି କାହିଁ ହଉଛୁ ହେଲେ ମୁଁ ତୋତେ ଭଲ ପାଉନି ହେଲେ ମୁଁ ତୋତେ ଭଲ ପାଉନି ଆମର ସେ ନୂଆ ପୋଖରୀ ଘୋଡ଼ାରେ ବସି ଆମେ କେତେ ପ୍ରେମ କରୁଛୁ କେତେ ହସୁଥିଲେ ମିଶୁଥିଲେ ଖୋଲା ପ୍ରେମ କରିଦେଇଛି ଆମେ ସେ ସବୁ ତ ଭୁଲିଗଲୁ ଭାଇ ଭଳି ଗାଁ କିଣାରେ ତୋ ଭାଇ ରଖିଛୁ କାହିଁକି ତୋ ଭାଇ ରଖିଛୁ ଆ ଭିତରେ 3 ମାସ କଣ ସୁରତ ଚାଲିଗଲୁ ଭିତରେ ତୋ ବୁଢା ମାଙ୍କଡ଼ଟାକୁ ବାହା ହେଇଯାଇଛୁ ମୋ କଥା କଣ ଟିକେ ମନେ ପଡ଼ିଲାନି ଟିକେ ଫୋନ ହ୍ୱାଟ୍ସଆପ୍ କରି ଫୋନ କରିବାକୁ ମୋ ବାପା କଣ କଲେ ଜାଣିଛ ମଦ ଟିକେ ପିଇଦେଲେ ସିଏ ତ ମଦୁଆ ମୋ ବାପା ବି ମଦ ପିଇଦେଲା ତମକୁ ଫୋନ କରିବି ଛୁଆ କଣ କଲା ତ ବୋକା ଛୁଆ କିଛି ମାରିଲା ନାହିଁ ଶେଷରେ ତମେ ମତେ ବିଶ୍ୱାସ କର ମୋ ବାପା ନା ରାତି ରାତି କଣ କଲେ ଜାଣିଛ ଜବରଦସ୍ତି ମୋର ବାହାଘର କରିଦେଲେ ସେଟା ତ ବାପା ନା ସହ ଆସ୍କା ଫସିବେ ଟଙ୍କା ପନ୍ଦର ଅନ୍ଧାର ସବୁ ଜାଣିଛ ମୋ ବାପାଙ୍କୁ ଯେତେ କହିବି ସେଟା ବୁଢା ହେଲାଣି କରିବା ରାତିରେ କିଛି ବୁଢା ଯାଇ ବାହାଘର କରିଦେଲି କଷ୍ଟ କରୁଛି ତାକୁ ସିନା ବାହାଘର କରିଦେଇଛନ୍ତି ହେଲେ ସବୁବେଳେ ନା ତମକୁ ଏତେ ବହୁତ ମନେ ପଡୁଛି ବାତିଲା ବେଳେ ଶୋଇଲା ବେଳେ ତମ କଥା ସେଇଆ କହୁଥିଲି ବାହୁଲିକି ଛାଡି ନିଶାକୁ ଛାଡି ବାହୁଲି ଜରିରେ ଆଉ କଣ ଆଣିବି ଆଇଲା ବେଳକୁ ଆମର ସେ ବେଙ୍କାର ଯୋଉ ପପୁ ଭାଇ ମିଠା ଦୋକାନ ସେଇଠୁ ଆଣିଛି ମିଠା
ଯାଇବୁ ମହୁଲି ତତେ ନା ଆଜି ଗୋଟେ ନୂଆ ଷ୍ଟାଇଲ ଲଭ୍ କରିବାକୁ ଇଚ୍ଛା ହଉଛି ଆଇ ଲଭ୍ ୟୁ ମୁଁ ଆଉ ସମ୍ଭାଳି ପାରୁନି ମହୁଲି ସମ୍ଭାଳି ପାରୁନି ଯେତିକି ହେଲା ସେତିକି ଏବେ ଛଡ଼ା ଛଡ଼ି ହେଇଯାଅ ଆମେ ଟିକେ ଦୁଃଖ ସୁଖ ହଉଛୁ ତା କୁତ କୁତ ଲାଗୁଛି ଆଉ ତମକୁ ଯଦି ଭଲ ନ ଲାଗୁଛି ଆମକୁ ଡିସ୍କସ୍ କରଲେ ଏଠୁ ପଳାବେ ଘରେ ହାତ ମାରି ମତେ ମଉସା ଦେଖାଉଛୁ ମଉସା ମଉସା ଆମେ ଏତେ ଖରା ନାଇଁ ଆମେ ଏତେ ଖରା ଆମେ ତ ବେକା ଷଣ୍ଢ ମାର୍କା ସବୁ ନୂଆ ଭଲ ମାରୁଛୁ ଛୋଟ ତୁ ରହବେ ହେବେ ଶଳା ଷଣ୍ଢ ମାର୍କା ଟୋକା ତୁ ଶଳା ସେ ନାକ ସାଇ ଲୁଆ ପୋଖରୀ କହିଲା କଣ ନା ଭାଇ ଇଏ ଶଳା କି ଭାଇ তোর সারা কেস আস মু ঘরে নামি তুই সারা মো ঘরে বসি জানে গাড়ি কেস করছি ଆମେ ଟିକେ ସୁଖ ସୁଖ ହବା ଟିକେ ଚା ପାନ ଖାଇବା ମୁଁ ସେ ମତେ ଖୋଜିବେ ମୁଁ ତାଙ୍କୁ ଖୋଜିବି হ্যাঁ চাহা কান্না ফুলা খাই না মনে ভারি কথা হেই না চাইবে সে করো কিয়ে কি মৌসা তোমার কিছু বুঝিপার মহুলি পরা হচ্ছে অরিজিনাল নম্বর ইয়া হচ্ছেন মহুলি মিশন দিশা হচ্ছে মৌলিরা বন্ধি পারিব কি লিসাকে ছেড়ে মহুলি কেন বন্ধি तू तो जाइनु ତମେ ଯେତେ ମନା କଲେ ମୁଁ ଏଠିକି ଆସିବି କାହିଁକି ମହୁଲି ହେଉଛି ମୋ ଥଣ୍ଡା ମୁଁ ତ ହାତଟାକୁ ଧରି ଦେଇଥିଲି ବେଲି ତୁମ ଗାଳରେ ଥାପଡ଼ ମାରିଥିଲୁ ତାପ ସେଦିନ ସେ ଢାକଣା ସିନା ଲିଭି ଯାଇଛି ଆଜି ଯାଏ ଦରଜଟା ଯାଇନି You are correct. ମୁଁ ତୁମେ ବାହା ହେଇଛି ତୋତେ ମିଛ ଛଳନା କରି ତୋତେ ଶଙ୍ଖା ସିନ୍ଦୁର ଦେଇ ଘରକୁ ବୋହୂ କରି ନେଇଯାଇଛି ନା ମୁଁ ତ ସ୍ୱାମୀ ସଦାର୍ନାଥ ରୂପଟା ତୁ ଏପର୍ଯ୍ୟନ୍ତ ଦେଖିଲୁ ପ୍ରିୟା ସେମିତି ତୋ ପରି ଅନେକ ସୁନ୍ଦରୀ ଝିଅମାନଙ୍କୁ ମିଛ ଛଳନା କରି ପ୍ରେମ ସମ୍ପର୍କ ରଖି ଡଷ୍ଟବିନ୍ କି ଫିଙ୍ଗି ଦେଇଛି ଆଜି ହେଉଛି ତୋ ପାଇଁ ତୋତେ ପ୍ରତ୍ୟେକ ଦିନ ତୋ ଇଜ୍ଜତକୁ ନେଇ ଖେଳ ଖେଳିବି ମାରିବି
साहस कला केमती मनीषर मनीष गुणिया दृष्टि मोर तुमको बंचर आवश्यक भावच किंतु तुम जो बंचर भीतर को पशि आसी अठा काटी रखी जाइछ जेते चेष्टा कले भी मु तुमको बंचे परिबिनी भावच এইটা হচ্ছে আমার স্বামী স্ত্রী ভিতর কথা চুপচাপ বাটা দুচাই तू ठीक कह स्वामी स्त्री संपर्क संख्या सिंधुर यार माने तू कौन बुझीच किंतु मु तुम चेताई दउछि बेल थाउ थाउ तू सुधुरी जा ता नहले तो पाप पाई भविष्य तू निजे क्षमा कर परबे মনে রাখিবা উচিত মু হচ্ছে তো বড় ভাই তু মো বড় ভাই নহ তো সাহস কেমতি হলা মতে তু আডভাইস দউଛୁ আডভাইস तुम्हारा भूल बुझी भाई दो पर मु तो चेताई दउछि जो नारी पाई बिना रामायण महाभारत सृष्टि सही नारी आखि निया ठार तू बंची रहबार चेष्टा कर आ ता नहले तू जली जीवु भाई ছাড়িলেনি হারাম জাদে এসব কଣ হচ্ছে तू तुम्हारा भय बनला रे बा तो पाखरे শ্বশুর ଅଛି अरे मु देखुची तू आ भिତରେ बहुत उद्धत हो गलुनी मो मान सम्मान को माटिरे मिसेई देबाकू बच्चु अरे नुआ बहुदा ता पादर हळता लिबिनी ताको एके मार धर करबाटा कोन ठीक होउची এইটাকু মাটা কম হইকিটা এইটাকু মাজি শ্বাস কথা তোর মনে রাখনা উচিত তো স্ত্রীর মরণ চেষ্টা এবেবি তো উপরে ঘন্টা পরি ঝুলুছি সেগুলো কেমিতি মুকুড়ে মু সেটিপাই চেষ্টা কর তারপরে আউ গোটে মর্ডর করি পুଣି গোটে কেস মুন্ডুକୁ ନେବାକୁ ଚାହୁଁଛୁ আরে তু তু চিন্তা କରିପାରୁନୁ ଆଉ ଗୋଟେ ମର୍ଡର କଲେ ତ ଅବସ୍ଥାଟା କଣ ହବ ମୋ ମନ୍ତ୍ରୀ ପଦଟା ଚାଲିଯିବାର କଥା নমস্কার সভাপতি সতিয়া କିଏ ତାହେଲେ ତୋରି ଝିଅ ହଁ ଆଜ୍ଞା এই প্রিয়া হচ্ছি ওই ঝিও নমস্কার শ্বশুর মহাশয় আরে বাপ কিন্তু কেমিতি অছি রে মা ମୁଁ ବହୁତ ଭଲରେ ଅଛି ମୁଁ ସବୁ ଶାନ୍ତିରେ ଅଛି ତମ ଝିଅ ଯଦି ଏଠି ସୁଖ ଶାନ୍ତିରେ ରହିବାକୁ ତମେ ଚାହ ଜୀବନ ବାବଦରେ ମତେ ମିନିମମ୍ 5 ଲକ୍ଷ ଟଙ୍କା ଦରକାର ମୁଁ ମାନୁଛି ମୁଁ ଗୋଟେ ବଡ଼ି ବୁଣ୍ଡିଆ ଗରିବ ଲୋକଟେ ହେଲେ ଏ ଘରେ ବନ୍ଧୁ ବାନ୍ଧିବାର ଯୋଗ୍ୟତା ମୋର ନାହିଁ ବାବୁ ହେଲେ ଏବେ କହୁଛୁ ମତେ 5 ଲକ୍ଷ ଟଙ୍କା ଚୁକଟ କରିପାରିବ ମତେ ଟିକେ ଦୟା କରନ୍ତୁ ବାବୁ ମୁଁ ଆପଣଙ୍କୁ ହାତ ଧରି ନେଉରା ହଉଛି ବାବୁ ମତେ ଏକ ଦୟା କରନ୍ତୁ ଏ ଦୟା ଭୟ ମାୟାର ପ୍ରଶ୍ନ ନାହିଁ ଏଠି ପ୍ରଶ୍ନ ଉଠୁଛି ତୋ ଝିଅର ଜୀବନ ରକ୍ଷା ପାଇଁ ମୋର ସୁଖ ଶାନ୍ତି ଦରକାର ନାହିଁ ବାପା ତମେ ଏଠୁ ଚାଲିଯାଅ ବାପା ତମେ ଏଠୁ ଚାଲିଯାଅ ନାଇଁ ରେ ବାବୁ ତୁ ସେମିତି କହନି ବାବା ସାରେ ସବୁ ଅସୁବିଧା ହେଇଗଲା ସାରେ ସବୁ ଅସୁବିଧା ହେଇଗଲା କଣ ଅଛି ତମର ସାରେ ସେ ଛାଇନି ଜିତେ ଟଙ୍କା ଇଏ ସଦିକି ବାବୁକୁ ମର୍ଡର କେସରେ ଆରେଷ୍ଟ କରିବାକୁ ପାଉଛି
ଚାକର ତୁ ସହାୟ ଠିକ ବୁଝିଲ ମାଉନି ଇଏ ହେଉଛନ୍ତି କ୍ରିୟାର ବାର୍ତ୍ତା ମାନେ ଶ୍ୱଶୁର ସେଦିନର ସତିଆ ଚାକର ଆଜି ହେଲା ମୋ ସମୁଦି ଆରେ ଇଏ ଆପଣ କହୁଛି ବେଶୀ ସତିଆ ଚାକରଟା କହୁଛି ଇଏ ପୁଣି ଆପଣଙ୍କ ସମୁଦି ଏଇଠି ବଇଁଶୀଟା ଭାରି ବେସୁରା ବାଜିଲା ସାରେ ବେସୁରା ବଇଁଶୀଟା ସ୍ୱରରେ ବାଜିବା ଲାଗି ମୁଁ ଡିମାଣ୍ଡ ବାବଦରେ 5 ଲକ୍ଷ ଟଙ୍କା ଡିମାଣ୍ଡ ଆରେ ସେ କଥା ପରେ ଆଗ ସେ ମର୍ଡର କେସରୁ କେମିତି ମୁକୁଳିବୁ ସେ କଥା ଚିନ୍ତା କର ଜୟ ବାବୁ ଆପଣ କଣ ଆପଣ ମର୍ଡର କରିଛନ୍ତି ହଁ ସେ ତାଙ୍କ ପ୍ରଥମ ସ୍ତ୍ରୀକୁ ଅର୍ଡର କରିଛନ୍ତି ଖେଳ ଖେଳିଛନ୍ତି ଅର୍ଡର କରିବା ଖେଳ ଖେଳିବା ଏଇଟା ହଉଛି ତାଙ୍କର ସଉକ ଇଏ ସବୁ ଯାହା ମିଛ ବୋଉମା ଏ ଯାହା ମିଛ ଇଏ ଭଳିଆ ଶାନ୍ତଶିଷ୍ଟ ମଣିଷ ଇଏ ବର୍ଷା ଡାନ୍ସ ମାରନ୍ତିନି ମଣିଷ କଣ ମାରିବେ ସିଏ କଥା କଣ ଆଙ୍କର ଯୋଉ ପ୍ରଥମ ପକ୍ଷ ସ୍ତ୍ରୀଟା ତାର ଯେ ମୁଣ୍ଡୁ ଖରାପ ଥିଲା କଣ ଦିନେ ମୁଣ୍ଡକୁ ଉଠିଲା ଦୌଡ଼ି ଲଗେଇ ପଖାରେ ଝୁଲିକା ଖର୍ଚ୍ଚା କରିଦେଲା ନା ବିରୋଧ ଦଳ ଏ ଆତ୍ମହତ୍ୟା କେସଟାକୁ ମର୍ଡର କେସର ରୂପ ଦେଇ ମୋର ମାନ ସମ୍ମାନକୁ ମାଟିରେ ମିଶାଇ ଦେବାକୁ ବସିଛନ୍ତି ମୋ ପଲିଟିକାଲ କ୍ୟାରେକ୍ଟରଟାକୁ ତଳେ ପକାଇ ଦେବାକୁ ଚାହୁଁଛନ୍ତି ସାର୍ ଆପଣ ସେସବୁ ଜମା ଚିନ୍ତା କରନ୍ତୁ ଇଏ ସତିଆଟା ଚାହିଁଲେ ତାକୁ ଆଉ 5 ଲକ୍ଷ ଟଙ୍କା ଦେବାକୁ ପଡ଼ିବନି ତା ଝୁଅ ଏ ଘରେ ପୁରା ସୁଖୁ ଶାନ୍ତିରେ ରହିବା ସାଙ୍ଗେ ସାଙ୍ଗେ ଆପଣଙ୍କ ମାନ ସମ୍ମାନ ବି ଅଛି ବୁଝିପାରିଲେନି ବାକି ବାବୁ ବୁଝିପାରୁନୁ କଣ ଏଇ ଯୋଉ ମର୍ଡର କେସଟାକୁ ତୁ ତୋ ମୁଣ୍ଡ ଯିବ ଯଦି ପାରିବେନି ଠିକ ମୁଁ ଜେଲରୁ ଫେରିଲା ପରେ ତୋ ଦେହରେ ପେଟ୍ରୋଲରେ ନିଆଁ ନାଇଁ ଯାଇ କହି ବାବୁ ନାଇଁ କହି ବାବୁ ନାଇଁ ଆପଣଙ୍କୁ ମୁଁ କେମିତି କରିବାକୁ ଦେବିନି କେବଳ ସତିଆ କରିବ କହ ସତ୍ୟା ଆରେ ମୁଁ ତ ସମୁଦି କହୁଛି ସମୁଦିର ଆତ୍ମସମ୍ମାନ ରକ୍ଷା କରିବା ପାଇଁ ତୁ କଣ ଏତିକି କରିପାରିବୁନି କହିଛି ଏ ସତିଆ ଏ ତୁ ପରା 7 ପୁରୁଷକୁ ବନ୍ଧୁ ବାନ୍ଧିଲି ଏଥରେ ତୁ ଆଜି ମାନ ସମ୍ମାନଟା ତୁ ରଖିବୁ ନା କିଏ ରଖିବୁ ତୁ ସାରଙ୍କ କଥାରେ ରାଜି ହେଇଯା ବୁଝିଲି ଇଏ ଆମ ସାର ହଉନି ନିଷ୍ପତ୍ତି ସିଏ ଚାହିଁଲେ ତତେ ଜେଲରୁ ମୁକେଇ ଆଣିବନି ହାତଟା ଧେରେ ଏଗୁଡ଼ା ତୁ କଣ ଚାଲୁ ମୋ ହାତରେ ହାତ କରି ତୋ ଝିଅର ସୁଖ ଶାନ୍ତି ମୁଁ ତମ ହାତରେ ହାତକଡ଼ି ପକେଇବାକୁ କେବେ ଦେଖିଛୁ ଆପଣଙ୍କର ସେ ବଡ଼ କେସଟାକୁ ମୁଁ ମୋ ମୁଣ୍ଡ ଉପରକୁ ନେଇଛି पुलिस अगर तू किसी का ही बोली तो तो बाप को रो लिया रोहतु पुलिस बाबू प्रकृତରେ ପ୍ରତାପ ବାବୁ ସେ ବଡ଼ଟା କରିନାହାନ୍ତି ସେ ବଡ଼ଟା ମୁଁ
ଅଛି ତମେ ମୋର ଭକ୍ତ ହେଲେ କିଏ ତମେ ମୁଁ ସତ୍ୟା ଦାସ ଏ ପ୍ରିୟା ହଉଛି ମୋର